ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ରାତି ଦିନ ଘରକୁ ଡାକିବ। କେବଳ 3 ଥର ତାର ନାମ କହି 3ଟି ଲବଙ୍ଗରେ ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀ ଝିଅ ବା ସୁନ୍ଦରୀ ବିବାହିତା ନାରୀକୁ ପଟେଇବା ପାଇଁ, ତାକୁ ନିଜ ପ୍ରେମରେ ଦିବାନୀ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। ତେବେ ଆଜି 3ଟି ଲବଙ୍ଗ ଆଣି ଏହି ବଶୀକରଣ କରନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ନାରୀ ପାଇଁ ଏହି ବଶୀକରଣ କରିବେ ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗଳୀ ପରି ଆପଣଙ୍କୁ ଭଲ ପାଇବ। ଆପଣଙ୍କୁ ନ ଦେଖି ରହିପାରିବନି। ଆଜ୍ଞା ହଁ, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିଦିଅନ୍ତୁ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ଆଜି ମୋ କଥା ମାନି 3ଟି ଲବଙ୍ଗରେ ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେହି ସମୟଠାରୁ ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଆପଣଙ୍କୁ କୌଣସି ପ୍ରକାର ବାଧା ଦେବ ନାହିଁ। ଯାହା ଚାହିଁବେ ତାହା କରିବ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ମୋର ଅନୁରୋଧ କି ଆପଣ ଭିଡ଼ିଓକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ପ୍ରୟୋଗ ବିଧି ଠିକ୍ ଭାବରେ ବୁଝନ୍ତୁ। ତାପରେ ଏହି ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। କାହିଁକି ନା ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ମାତ୍ର ଗୋଟିଏ ଥରରେ ନିଜ ପ୍ରେମକୁ ପାଇପାରିଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ପାଇପାରିଛି। ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ, ବିନା କୌଣସି ପଇସା ଖର୍ଚ୍ଚ କରି ଘରେ ବସି ବସି ଏହି ବଶୀକରଣ ଅତି ସହଜରେ କରିପାରିବେ। ଆଉ ନିଜ ପସନ୍ଦର ସେ ଝିଅକୁ ପଟେଇ ପାରିବେ। ମୋର ବିଶ୍ୱାସ କି ଆପଣ ଅତି ସହଜରେ ଏହି ବଶୀକରଣ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ପ୍ରୟୋଗ କରିବେନି। କାହିଁକି ନା ଯେଉଁ ଝିଅ ବା ନାରୀ ଉପରେ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ଗୁଲାମୀ କରିବ। ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣ ତାକୁ ଯାହା କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ହଁ ଫ୍ରେଣ୍ଡସ୍, 3ଟି ଲବଙ୍ଗର ଏହି ବଶୀକରଣ ଦୁନିଆର ସବୁଠାରୁ ଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଆପଣ ବି ବିଶ୍ୱାସର ସହିତ ଗୋଟିଏ ଥର କରନ୍ତୁ। ତାପରେ ଦେଖିବେ ସେହି ସମୟଠାରୁ ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ।
ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ତେବେ ଏହି ବଶୀକରଣ ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଗୋଟିଏ ଛୋଟିଆ ଅନୁରୋଧ ଶୁଣି ନିଅନ୍ତୁ। ଆମର ଭିଡ଼ିଓର କମେଣ୍ଟରେ ବହୁତ ଲୋକମାନେ ଫେକ୍ ଲୋକମାନେ କମେଣ୍ଟ କରୁଛନ୍ତି, ମୋବାଇଲ ନମ୍ବର ଦେଉଛନ୍ତି, ବଶୀକରଣ କରିବେ କହିକି ହଜାର ହଜାର ଟଙ୍କା ଠକି ନେଉଛନ୍ତି। ସେମାନେ ଏତେ ମାତ୍ରାରେ କମେଣ୍ଟ କରୁଛନ୍ତି କି ଆପଣଙ୍କର କମେଣ୍ଟ ତା ଭିତରେ ହଜିଯାଉଛି, ଆଉ ଆମେ ଆପଣଙ୍କୁ ରିପ୍ଲାଏ କରିପାରୁନୁ। ଏଥିପାଇଁ ଆପଣ ଆମକୁ କ୍ଷମା କରିବେ। କମେଣ୍ଟ ବକ୍ସରେ ଦିଆଯାଉଥିବା ଫେକ୍ ମେସେଜ ଆଉ ମୋବାଇଲ ନମ୍ବରର ରିପ୍ଲାଏ ଦିଅନ୍ତୁ ନାହିଁ, କାହିଁକି ନା ସେମାନେ ବଶୀକରଣ କରିବେ କହିକି ଆପଣଙ୍କର ପଇସା ଠକି ନେବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓ ଦେଖନ୍ତୁ, ନିଜେ ଚେଷ୍ଟା କରନ୍ତୁ, କିନ୍ତୁ ଏହିସବୁ ଠକାମିରେ ପଡ଼ନ୍ତୁ ନାହିଁ। ଆମର ବହୁତ ସାରା ଦର୍ଶକ ବନ୍ଧୁମାନେ ଅଛନ୍ତି ଯେଉଁମାନେ ଆମକୁ କହୁଛନ୍ତି କି ଗୁରୁଜୀ ଆପଣ ଆମର କାମ କରିଦିଅନ୍ତୁ, ଆପଣ ଯେତେ ପଇସା ମାଗିବେ ଆମେ ଦେବୁ। ଦେଖନ୍ତୁ, ୟୁଟ୍ୟୁବରେ ଆପଣଙ୍କୁ ଏମିତି ଅନେକ ଚ୍ୟାନେଲ ମିଳିଯିବ ଯେଉଁମାନେ ମୋବାଇଲ ନମ୍ବର ଦେଉଛନ୍ତି, ତାବିଜ ବିକୁଛନ୍ତି, ବଶୀକରଣ କରିବେ କହିକି ହଜାର ହଜାର ଟଙ୍କା ଠକି ନେଉଛନ୍ତି। କିନ୍ତୁ ଆମର ଏହି ଚ୍ୟାନେଲରେ ଆପଣଙ୍କ ପାଇଁ ଫ୍ରିରେ ବଶୀକରଣ ଭିଡ଼ିଓ ଅପଲୋଡ଼ କରାଯାଉଛି, ଯାହାକୁ ଆପଣଙ୍କର ସୁବିଧା ପାଇଁ ଅପଲୋଡ଼ କରାଯାଉଛି, ଯାହାକୁ ଆପଣ ଘରେ ବସି ବସି କରିପାରିବେ। ତେବେ ଆପଣ ପଇସା କ'ଣ ପାଇଁ ଖର୍ଚ୍ଚ କରିବେ? ଆପଣ ଭିଡ଼ିଓ ଦେଖନ୍ତୁ, ନିଜେ ଚେଷ୍ଟା କରନ୍ତୁ, ଗ୍ୟାରେଣ୍ଟି ଦେଉଛି ନିହାତି ଭାବେ ସଫଳ ହେବେ। ଯଦି ଗୋଟିଏ ଥରରେ ସଫଳ ହୋଇପାରୁନାହାନ୍ତି, ଦ୍ୱିତୀୟ ଥର ଚେଷ୍ଟା କରନ୍ତୁ, ନିହାତି ଭାବେ ସଫଳ ହେବେ। ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ବଶୀକରଣର ମାନେ ହେଉଛି ସାମ୍ନାବାଲାକୁ ନିଜ ବଶରେ କରିବା, ତାହାର ଦିମାଗରେ ନିଜର ଭାବନାକୁ ପହଞ୍ଚାଇବା। ତେବେ ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। କିମ୍ବା ଯଦି କେଉଁ ଲୋକ ବିନା କାରଣରେ ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କର ଘର ପରିବାର ଉପରେ ଖରାପ ନଜର ପକାଉଛି, ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। କାହିଁକି ନା କେତେଥର ଏମିତି ହେଇଥାଏ କି ଆମର ଶତ୍ରୁ ଶକ୍ତିରେ ଆଉ ପଇସାରେ ଆମଠାରୁ ବଳବାନ ହେଇଥାଏ, ଆଉ ଆମେ ଚାହିଁକି ବି ତାର କିଛି କରିପାରୁନାହୁଁ। ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ, ଶତ୍ରୁକୁ ହାତ ମୁଠାରେ ରଖିପାରିବେ, ଝିଅ ପଟେଇ ପାରିବେ। ଏଥିପାଇଁ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଏମିତି ଏକ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ଅତି ସହଜରେ ନିଜର କରିପାରିବେ। ସିଏ ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କର ସବୁ କଥା ମାନିବ, ଯାହା ଚାହିଁବେ ତାହା କରିବ। ତେବେ ମନେ ରଖନ୍ତୁ, ମନ୍ତ୍ର ତନ୍ତ୍ର ଯନ୍ତ୍ର ବଶୀକରଣ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ଚାହିଁବେ ପଟେଇ ପାରିବେ, ତାଠାରୁ କିଛି ବି କାମ ହାସଲ କରିପାରିବେ। ତେଣୁ ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି, ସୁନ୍ଦରୀ ବିବାହିତା ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ମନେ ରଖନ୍ତୁ, ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ 3ଟି ଲବଙ୍ଗ ଆବଶ୍ୟକ। କେବଳ 3ଟି ଲବଙ୍ଗରେ ଆପଣ ସେ ଝିଅକୁ ପଟେଇ ପାରିବେ। ପ୍ରଥମେ ଆପଣ କ'ଣ କରିବେ? 3ଟି ଲବଙ୍ଗ ନେଇକି କୌଣସି ଏକ ସୁନସାନ ଜାଗାକୁ ଯିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଆପଣ କ'ଣ କରିବେ? ସେ 3ଟି ଲବଙ୍ଗ ତଳେ ମାଟି ଉପରେ ରଖିବେ। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ସ୍ତ୍ରୀର ନାମ 3 ଥର କହିବେ। 3 ଥର ସେ ଝିଅ ବା ସ୍ତ୍ରୀର ନାମ କହିସାରିବା ପରେ ଆପଣ ଏହି ଶବ୍ଦକୁ 3 ଥର ପଢ଼ିବେ। ତାସିନ ତାସିନ ମର୍ତାସିନ, ତାସିନ ତାସିନ ମର୍ତାସିନ, ତାସିନ ତାସିନ ମର୍ତାସିନ। ଏହି 3ଟି ଶବ୍ଦକୁ ଏହିପରି 3 ଥର ପଢ଼ି ସାରିବା ପରେ କ'ଣ କରିବେ? ସାଙ୍ଗେ ସାଙ୍ଗେ ସେ 3ଟି ଲବଙ୍ଗ ଉପରେ ପରିସ୍ରା କରିଦେବେ। ମନେ ରଖନ୍ତୁ, ଆଖି ବନ୍ଦ କରିକି
ପରିସ୍ରା କରିବେ। ପରିସ୍ରା କରିସାରିବା ପରେ ଚୁପଚାପ ଘରକୁ ଫେରି ଆସିବେ। ପଛକୁ ବୁଲିକି ଚାହିଁବେନି। ଗ୍ୟାରେଣ୍ଟି ଦେଉଛି ଏତିକି କରନ୍ତୁ, ସେ ଝିଅ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।